ବନ୍ଧୁ କ୍ରୋଧ ବୁଦ୍ଧିକୁ ଖାଏ, ଅହଙ୍କାର ମନକୁ ଖାଏ, ଚିନ୍ତା ବୟସକୁ ଖାଏ, ଲାଞ୍ଚ ମଣିଷ ପଣିଆକୁ ଖାଏ, ଲୋଭୀ ସ୍ୱାଭିମାନକୁ ଖାଏ, ଆଉ ଜିଦ୍ ସମ୍ମାନକୁ ଖାଏ। ଚେଷ୍ଟା କରି ଏହି ସବୁଠାରୁ ଦୂରରେ ରହିଲେ ମଣିଷ ସୁଖ ଶାନ୍ତିରେ ଜୀବନ ଯାପନ କରିଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 22 ଜୁନ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ଚନ୍ଦ୍ରଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁନ ମାସ 22 ତାରିଖ, ଓଡ଼ିଆ ଆଷାଢ଼ ମାସ 8 ଦିନ, ସୋମବାର, ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି, ଯାହା ରାତ୍ରି 7:29 ପର୍ଯ୍ୟନ୍ତ ରହୁଛି। ତାପରେ ନବମୀ ତିଥି ଆରମ୍ଭ ହେଉଛି। ଆଜି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର, ଯାହା ଦିବା 2:23 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ହସ୍ତା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:05 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:27। ଆଜି ଯୁଗ୍ନି ରହିଛି ଐଶାନ କୋଣେ ରାତ୍ରି 7:29 ପରେ ଯୁଗ୍ନି ପୂର୍ବ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଦିବା 2:23 ମଧ୍ୟ ରହିଛି ଏକ ପାଦ ପୁଷ୍କର ଦୋଷ, ଫଳ ରହୁଛି ବଂଶ ହାନି। ଆଜି ଅଷ୍ଟମୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ନଡ଼ିଆ, ତତ୍ସହିତ ଯାହାକି ନାଉ ଭୋଜନ ନିଷେଧ ରହିଛି। ଆଜି ହେଉଛି ପରମ ଦିବସ। ତେବେ ଏହି ପରମ ଦିବସ ସୂର୍ଯ୍ୟଦେବଙ୍କର ଉତ୍ତରକାନ୍ତି ଗମନ ପୂର୍ଣ୍ଣ, ଯାହାକି ସାୟନ ଦକ୍ଷିଣାୟନ ଆରମ୍ଭ। ଆଜିର ଅଶୁଭ ବେଳା ଯାହା ଦିବା 6:51 ଦିବା 8:25 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 1:20 ଦିବା 3:47 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:30 ରାତ୍ରି 11:10 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 8:36 ଦିବା 10:25 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 8:59 ରାତ୍ରି 10:29 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:11 ରାତ୍ରି 12:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:09 ଶେଷ ରାତ୍ରି 4:30 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି, ଆଜି ମେଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ରବି ଏବଂ ବୁଧ ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୃହସ୍ପତି ଏବଂ ଶୁକ୍ର ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, ଚନ୍ଦ୍ର କନ୍ୟା ରାଶିରେ ଚନ୍ଦ୍ର ଅବସ୍ଥାପନ କରିବେ ସଞ୍ଚରଣରେ। ତେବେ ଆଜି କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି, ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି। ତେବେ ଏ ଥିଲା ଆଜିର ଗୋଚରର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ଯାହାକି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରରେ ସୋମବାରରେ। ତେବେ ଏହି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ, ଜାଣିବା
मेष ठारू मीन राशि पर्यंत प्रत्येक राशि जातक व्यक्ति मानक पाई केउ ग्रह विशेष प्रभाव पकेइब जानिबा जहा आजिर राशिफल कार्यक्रम रे तेबे ए थिला आजिर ग्रहर स्थिति एही स्थिति को देखि मु नेई आसीछि पूरा दिनर हालचाल तेबे जेउ माने मते प्रथम करी देखुचंती सेमानंकु मु कहि रखुछि जे सेमाने निजर जन्म राशिर राशिफल देखि पारिबे तेबे जो माने राशिफल जानि नाहंती सेमाने निजर प्रचलित नाम राशिरु राशिफल देखि पारिबे तेबे एबे चलंतु प्रथमे जानिबा मेष राशि व्यक्तिଙ୍କ विषय मेष राशि व्यक्ति आज सकल प्रकार कार्य सिद्धि जुग रहुची आज जे कोनोसी इंटरव्यू एग्जाम थिले मेष राशि व्यक्ति सेतिरे विजय प्राप्त करिवे तेबे मेष राशि व्यक्ति आज निजर जहा कि स्वास्थ्यगत दृष्टि देखिले आपण संपूर्ण सुस्थ रहिबे कोनोसी स्वास्थ्य जनित समस्या रहिबो नाही तेबे आज मेष राशि व्यक्ति मान सम्मान यश कीर्ति लाभ करिवार पूर्ण सुजोग रहुची तेबे ध्यान पूर्वक आज प्रेम वार्तालाप करंतु जहा पई आपण को परवर्ती स्टेप रे बाधा सृष्टि होई पारे तेबे आज जहा कि मेष राशि व्यक्ति आपण कौनसी कार्य पई दूरयात्रा करूछंती से कार्य निश्चित सिद्धि जुग बनै पारे आज मेष राशि व्यक्तिंकर भाग्य संख्या रहिछि जहा कि 9 भाग्य रंग जहा कि आपण हळदिया रंग व्यवहार करंतु ग्रह माने आपण को आज जहा कि 80% साथ दउछंती तेबे एबे चलंतु जानिबा वृष राशि व्यक्तिଙ୍କ विषय वृष राशि व्यक्ति आज दिनटी आपणक पई विशेष भल दिन होई न पारे प्रत्येक कार्य रे बाधा सृष्टि होई पारे स्वास्थ्य जनित पीड़ा अस्थिरता मित्र संपर्क सहित आपणकर झगड़ा समस्त प्रकार सुख नाश जुग सकल प्रकार कार्य रे बाधा दूर यात्रा जदि करूछंती निश्चित सावधान सहकारे दूर यात्रा करंतु कारण आपणकर जहा कि ध्यान पूर्वक न करिले छोट मोट यात्रा रे आपणकर बाधा सृष्टि होई पारे यहा प्रति निश्चित जहा कि ध्यान दियंतु वृष राशि व्यक्ति तेबे वृष राशि व्यक्ति आज जहा कि आपणकर व्यवसाय एवं आपण अर्थजनित जेकोसी गुरुत्व क्षेत्र रे आपणकर भाग्य निम्नगामी रहुची तेबे आज वृष राशि व्यक्तिंकर भाग्य संख्या रहिछि जहा कि 7 भाग्य रंग आपण बैगणी रंग व्यवहार करंतु ग्रह माने आपण को आज जहा कि 75% साथ दउछंती एबे चलंतु जानिबा मिथुन राशि व्यक्तिଙ୍କ विषय मिथुन राशि व्यक्ति आज समस्त प्रकार कार्य रे बाधा जुग रहुची अर्थ व्यापार वाणिज्य क्षेत्र रे आपणकर अर्थनाश जुग रहुची आज जहा कि मिथुन राशि व्यक्ति मान सम्मान रो नाश जुग मध्य रहुची कार्य गुडिक विलंब युक्त रहुची तेबे आज जहा कि मिथुन राशि व्यक्ति स्वास्थ्य क्षेत्र रे आपणकर अनेक समस्या आसी पारे कार्य रे अनेक विलंब भोजन जनित समस्या बिना कारण रे आपण भ्रमण करि पारंती एवं निज लोकंक सहित झगड़ा मध्य करि पारंती तेणु मीन राशि व्यक्ति यहा प्रति सचेतन रुहंतु आज मीन राशि व्यक्ति कौनसी आपण स्वास्थ्य प्रति सचेतन रहिले कौनसी समस्या आसीबो नाही आज मिथुन राशि व्यक्तिंकर भाग्य संख्या रहिछि 5 भाग्य रंग आपण नील रंग व्यवहार करि परिबे ग्रह माने आपण को आज 55% साथ दउछंती एबे चलंतु जानिबा कर्कट राशि व्यक्तिଙ୍କ विषय कर्कट राशि व्यक्ति आज दिनटी आपणकर सकल प्रकार कार्य निश्चित सफलता जुग रहुची प्रत्येक कार्य रे आपण आगो को बढ़िबे अर्थ व्यापार वाणिज्य क्षेत्र रे आपण अर्थ संचय करिवे तेबे नूतन व्यापार वाणिज्य निष्पत्ति नबा पई ग्रह माने आपण को संपूर्ण सहयोग करूछंती आज आपणकर स्वास्थ्य ठीक रहिबो शत्रु विजय जुग रहुची जाकी कंपटीशन क्षेत्र रे भाग नेले विजय प्राप्त करिवे मन प्रसन्न रहिबो बंधु प्रियजनक द्वारा आपणकर कार्य सिद्धि जुग रहुची आज आपणकर भाग्य बुद्धि जुग मध्य रहुची तेबे आज कर्कट राशि व्यक्ति दूर यात्रा करूथिले निश्चित कार्य सिद्धि जुग रहुची तेबे कर्कट राशि व्यक्ति
ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ମଧ୍ୟ ଆପଣଙ୍କର ସମ୍ପର୍କ ଭଲ ରହିବ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବ। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଅର୍ଥ, ବେପାର ବାଣିଜ୍ୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ଅତି ଉତ୍ତମ ଯୁଗ ବନଉଛି। ଆଜି ଉତ୍ତମ ଭୋଜନ ପ୍ରାପ୍ତ ସହିତ ନୂତନ କାର୍ଯ୍ୟସିଦ୍ଧି ଯୁଗ ବନଉଛି, ଯାହା ସିଂହ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଠିକ ରହିପାରନ୍ତି। ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ମାଙ୍ଗଳିକ କାର୍ଯ୍ୟ ପାଇଁ ଭାଗ୍ୟ ଆପଣଙ୍କର ଶୁଭ ଯୁଗ ରହୁଛି। ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ମଧ୍ୟ ଆଜି ଅତି ଉତ୍ତମ ବା ଶୁଭ ଯୁଗ ପରିସ୍ଥିତି ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନିଜର ପିତାଙ୍କ ଦ୍ୱାରା ଅନେକ ବଡ ବଡ କାର୍ଯ୍ୟ ସଫଳତା ଶୀର୍ଷ ସ୍ଥାନରେ ପହଞ୍ଚି ପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ କାର୍ଯ୍ୟସିଦ୍ଧି ଯୁଗ ବନେଇବ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ସମ୍ପର୍କ ମଧୁରତା ଆଣିପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାରର କାର୍ଯ୍ୟସିଦ୍ଧି ଯୁଗ ରହୁଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଆଜି ଆନନ୍ଦିତ ରହିବେ। ଅର୍ଥ ପ୍ରାପ୍ତ କରିବାର ସୁଯୋଗ ରହୁଛି, ତେଣୁ ଅର୍ଥ, ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ସଫଳତା ପାଇବେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ନିଜର ସମସ୍ତ ପ୍ରକାର ସୁଖ ପ୍ରାପ୍ତ ସହିତ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ରହିପାରେ। ଆଜି ରାଜକାର୍ଯ୍ୟ, ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ ଯୋଗ ରହୁଛି। ମିତ୍ର ବନ୍ଧୁଙ୍କର ବୃଦ୍ଧି ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟସିଦ୍ଧି ଅଧିକ ଯୁଗ ବନଉଛି। ବ୍ୟବସାୟରେ ଆହୁରି ସଫଳତା ବା ଚାକିରି କ୍ଷେତ୍ରରେ ଯୋଉ କାର୍ଯ୍ୟ କରୁଛନ୍ତି ନିଶ୍ଚିତ କାର୍ଯ୍ୟ ଗୁଡିକ ଯୋଜନା କରି ସଫଳତାର କିଛି ବେଶ କରିପାରନ୍ତି। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଉତ୍ତମ ଭୋଜନ ସହିତ ଉପହାର କିଛି ପ୍ରାପ୍ତ କରିବାର ବା ନୂତନ କିଛି ଜିନିଷ ଆଣିବାର ସୁଯୋଗ ରହୁଛି। ଦୂରଯାତ୍ରା କରୁଥିଲେ ନିଶ୍ଚିତ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟ ହାନି ଯୁଗ ରହୁଛି। ମାନ ସମ୍ମାନ ହାନି, ମିଛ କଥାରେ ଆପଣ ଫସି ଯାଇପାରନ୍ତି ବା ମିଛ ଆରୋପ ଆପଣଙ୍କ ଠାରେ ଲାଗିପାରେ। ବିନା କାରଣରେ ଆପଣଙ୍କର ଅର୍ଥ ନାଶ ଯୁଗ, ସ୍ୱାସ୍ଥ୍ୟ ସମସ୍ୟା, ଆପଣଙ୍କର ବ୍ୟବସାୟରେ ଆୟ କମ ଏବଂ ବ୍ୟୟ ଅଧିକା ହୋଇପାରେ। ଆଜି ସ୍ୱାସ୍ଥ୍ୟ ଜନିତ ପୀଡା, ଆଖି ଜନିତ ସମସ୍ୟା ଥିଲେ ଆହୁରି ଅଧିକ ପୀଡା ଭୋଗିବାକୁ ପଡିବ। ତେଣୁ ଆଜି ଧ୍ୟାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ତେବେ ଦୂରଯାତ୍ରା କରୁଥିଲେ ନିଶ୍ଚିତ ଯାହାକି ତୁଳା ରାଶି ବ୍ୟକ୍ତି କାର୍ଯ୍ୟ ବିଫଳତା ଯୁଗ ରହୁଛି। ଆଜି ଯାହାକି ବନ୍ଧୁ ବର୍ଗ, ପରିବାର ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ସମ୍ପର୍କ ଭିତରେ କଳହ, ଫାଟ ସୃଷ୍ଟି ହୋଇପାରେ। ଏହା ପ୍ରତି ନିଶ୍ଚିତ ତୁଳା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଏବେ ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ଅର୍ଥ, ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭ କରିବାର ସୁଯୋଗ ରହୁଛି। ତେବେ ଆଜି କିଛି କଳହ ଝଗଡା ପ୍ରତି ଆକୃଷ୍ଟ ବଢିପାରେ, ତେଣୁ ଏହା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ତେବେ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭ କରିବେ, ଅର୍ଥ ସଞ୍ଚୟ କରିବେ।
ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ମହତ୍ୱାକାଂକ୍ଷୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଆପଣଙ୍କର ଆଜି ଶୁଭ ଯୁଗ ରହୁଛି। ତେବେ ଆଜି ପରିବାର ବର୍ଗ ବିଶେଷ କରି ପୁତ୍ର ପୁତ୍ରୀଙ୍କ ସୁଖ ଯୁଗ ରହୁଛି। ସ୍ତ୍ରୀ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଆଜି ଯାହାକି ବିଛା ରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଯୁଗ ବନଉଛି। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଯାହାକି କମଳା ରଙ୍ଗ ବ୍ୟବହାର କରିପାରିବେ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁରାଶି ବ୍ୟକ୍ତିଙ୍କର ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୋଗ ରହୁଛି। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି, ମାନ ସମ୍ମାନ ବୃଦ୍ଧି ଏବଂ ଭାଗ୍ୟ ଆପଣଙ୍କର ଚମକିବ, ଯାହାକି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଆଜି ନିଜର ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ କାର୍ଯ୍ୟ ପ୍ରଶଂସା ଯୁଗ ବା ନିଜର ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ। ଉଚ୍ଚ ଅଧିକାରୀ ବା ନିଜର କାର୍ଯ୍ୟ ସହଯୋଗୀ ମିଳିବାର ସମ୍ପୂର୍ଣ୍ଣ ଶୁଭ ଯୁଗ ରହୁଛି ବା କାର୍ଯ୍ୟ ପ୍ରଶଂସାର ଯୁଗ ମଧ୍ୟ ରହୁଛି। ତେବେ ଧନୁରାଶି ବ୍ୟକ୍ତି ଆଜି କଳହ ଝଗଡ଼ା ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ଆଜି ଦିନଟି ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ପ୍ରେମ ଜଗତରେ ମଧୁରତା ଆଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ବନ୍ଧୁବର୍ଗଙ୍କ ସହିତ ଆପଣଙ୍କର ସଫଳତମ ବ୍ୟବସାୟ ସହିତ ଯାହାକି ବିବେଚନା ବା ଆଲୋଚନା କରନ୍ତୁ, ଯାହା ଆପଣଙ୍କର ଯାହାକି ସମସ୍ତ ପ୍ରକାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବ। ତେବେ ଆଜି ଧନୁରାଶି ବ୍ୟକ୍ତି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିପାରନ୍ତି। ତେବେ ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ, କାରଣ ଆଜି ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। କିନ୍ତୁ ଧ୍ୟାନ ପୂର୍ବକ କାର୍ଯ୍ୟ ଯଦି ନ କରିବେ ସେଇ ସିଦ୍ଧି ଯୁଗ ଅସିଦ୍ଧି ଯୁଗ ବା କାର୍ଯ୍ୟରେ ବିଫଳତା ସାମ୍ନା କରିବାକୁ ପଡିବ। ବିଶେଷ କରି ଆଜି ସମସ୍ତ ପ୍ରକାର ସୁଖ ପ୍ରାପ୍ତ, କିଛି ନୂତନ ଜିନିଷ ଆଣିବାର ସୁଯୋଗ ରହୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ଶତ୍ରୁ ବିଜୟ ଯୁଗ ହୋଇପାରେ, ରୋଗ ମୁକ୍ତର ଦିନ ହୋଇପାରେ। ରାଜ କାର୍ଯ୍ୟ ପାଇଁ ଆଜି ସମସ୍ତ ପ୍ରକାର ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ଆଜି ନିଜର ବ୍ୟକ୍ତିତ୍ୱ ପ୍ରତିଷ୍ଠା ଜାହିର କରିବାର ପୂର୍ଣ୍ଣ ସୁଯୋଗ ରହୁଛି ମକର ରାଶି ବ୍ୟକ୍ତି। ତେବେ ମକର ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଆପଣ କୌଣସି ଦୂରଯାତ୍ରା କରୁଥିଲେ ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ବନଉଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଅସ୍ଥିରତା, ମାନସିକ ପୀଡା, ଶାରୀରିକ ପୀଡା, ସକଳ ପ୍ରକାର କାର୍ଯ୍ୟହାନି, ସ୍ୱତନ୍ତ୍ର ଅର୍ଥ ବେପାର ବାଣିଜ୍ୟରେ ଆପଣ ଲାଭ କରିବା ଭାରି କଷ୍ଟ, ଅର୍ଥ ବୁଡିଯିବାର ଚାନ୍ସ ବା ଅର୍ଥନାଶ ଯୁଗ ରହୁଛି। ରାଜ କାର୍ଯ୍ୟ ବା ସାମାଜିକ କ୍ଷେତ୍ରରେ ଆପଣଙ୍କର ବାଦ ବିବାଦ, ଦୂରଯାତ୍ରାରେ ଦୁର୍ଘଟଣା ଜନିତ ସମସ୍ୟା, ଦୁଃଖୀ, ବ୍ୟାକୁଳ, ହୀନତା, ସବୁ କାର୍ଯ୍ୟରେ ଅସ୍ଥିରତା। ତେଣୁ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ବିଶେଷ ଭଲ ଦିନ ହୋଇନପାରେ। ତେଣୁ ନିଶ୍ଚିତ ଆଜି ଦିନଟି ଆପଣ ପରିବାର ବର୍ଗ, ବନ୍ଧୁବର୍ଗ ଏବଂ ପ୍ରେମ ଜଗତରେ ସ୍ଥିରତା ରଖିବା ପାଇଁ ଚେଷ୍ଟା କରନ୍ତୁ, ନହେଲେ ସମ୍ପର୍କରେ ଫାଟ ପଡିବାର ଅନେକ ଚାନ୍ସ ରହୁଛି। ତେଣୁ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 5। ଭାଗ୍ୟ ରଙ୍ଗ ଆପଣ ଯାହାକି ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟହାନି ଯୁଗ,
ମନରେ ମାନସିକ ପୀଡ଼ା, ଶାରୀରିକ ଅସୁସ୍ଥ ବା ଶାରୀରିକ ଅସ୍ଥିରତା, ଅନେକ ରୋଗଜନିତ ସମସ୍ୟାରେ ପୀଡ଼ିତ, କଳହ, ସମସ୍ତ ପ୍ରକାର ସୁଖହାନି, ଜମି ବାଦ ବିବାଦ ଅଧିକ ଆଜି ଦେଖାଦେବ। ଯଦି ପୂର୍ବରୁ ଥିବ ତାହା ସମାଧାନ କରିବା ଆଜି ଭାରି କଷ୍ଟକର। ଅନେକ ସମସ୍ୟା ଭିତରେ ଆପଣ ଆଜି ଜଡ଼ିତ ହୋଇପାରନ୍ତି ମୀନ ରାଶି ବ୍ୟକ୍ତି। ବୈବାହିକ ଜୀବନ ଆପଣଙ୍କ ପାଇଁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ। ତେବେ ମୀନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ଆପଣଙ୍କର କାର୍ଯ୍ୟସିଦ୍ଧି ଯୋଗ ବନେଇ ନପାରେ ବା କାର୍ଯ୍ୟରେ ବିଫଳତା ସାମ୍ନା କରିବାକୁ ପଡ଼ିପାରେ। ତେବେ ମୀନ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆଜି ଦିନଟି ବିଶେଷ ଭଲ ଦିନ ହୋଇନପାରେ। ତେଣୁ ଏହି ସବୁ ପ୍ରତି ନିଶ୍ଚିତ ମୀନ ରାଶି ବ୍ୟକ୍ତି ସାବଧାନ ରହିଲେ ଆପଣଙ୍କ ପାଇଁ ଭଲ। ତେବେ ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ।